ମୟୂରକୁ ନିତି ସକାଳୁ ଉଠି ଅନୁସରଣ କରୁଥିବା ବିଲୁଆ ବୁଦାମୂଳରୁ ବାହାରି ଆସିଲା ଆଉ ମୟୂରକୁ କହିଲା, ମୟୂର ଭାଇ, ତମ କଣ୍ଠ ଖରାପ ନୁହଁ, କିନ୍ତୁ ତମର ଗାଇବାର ଅଭ୍ୟାସ ନାହିଁ ତ, ସେଇଥିପାଇଁ ସମସ୍ୟା ଅଛି। ତେଣୁ ମୁଁ ତମକୁ ଜଣକ ପାଖକୁ ନେଇକି ଯିବି, ଯିଏ ତମକୁ ଗୀତ ଗାଇବା ଶିଖେଇ ପାରିବ। ମୟୂର ବିଲୁଆ କଥାକୁ ସତ ବୋଲି ଭାବି ତାକୁ ସାଙ୍ଗରେ ଧରି ଚାଲିଲା ଗଧ ପାଖକୁ। ଗଧ ମୟୂରକୁ ଗୀତ ଶିଖେଇବାକୁ ଚେଷ୍ଟା କଲା। ଗଧର ସ୍ୱର ଶୁଣି ମୟୂର ସେଠୁ ଚାଲି ଆସିଲା। ୟାର ସ୍ୱର କେମିତି ଶୁଣିଲ ବିଲୁଆ ଭାଇ? ଇଏ ମତେ ଗୀତ ଶିଖେଇବ? ଭୁଲ ହେଇଗଲା ମୟୂର ଭାଇ, ମୋର ଭୁଲ ହେଇଗଲା, ମତେ କ୍ଷମା କର। ଏମିତି ଭୁଲ କାମ ଆଉ କେବେ କରିବନି ମୋ ସହିତ। ନା ନା ନା, କେବେ ନୁହଁ, କେବେ ନୁହଁ। ଧୀରେ ଧୀରେ ବିଲୁଆ ଏବଂ ମୟୂର ସାଙ୍ଗ ହେଇଗଲେ। କେତେବେଳେ ଆଗରେ ବିଲୁଆ, ପଛରେ ମୟୂର ତ କେତେବେଳେ